ଆସନ୍ତା ନଭେମ୍ବର 8 ତାରିଖ ମଙ୍ଗଳବାର ଦିନ ମହାକାଶରେ ଏ ବର୍ଷର ଅନ୍ତିମ ଚନ୍ଦ୍ରଗ୍ରହଣ ସଂଘଟିତ ହେବ। ଏହି ଚନ୍ଦ୍ରଗ୍ରହଣ ମହାପବିତ୍ର କାର୍ତ୍ତିକ ସ୍ନାନ ପୂର୍ଣ୍ଣିମା ଦିନ ପଡ଼ୁଅଛି। ଏହା ଭାରତ ସମେତ ବିଶ୍ୱର ଅଧିକାଂଶ ଦେଶରେ ମଧ୍ୟ ଦୃଶ୍ୟମାନ ହେବ। ସୂର୍ଯ୍ୟପରାଗ ହେଉ କିମ୍ବା ଚନ୍ଦ୍ରଗ୍ରହଣ ହେଉ, ଏହି ମହାଜାଗତିକ ଦୃଶ୍ୟ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀର ବିଶେଷ ଅବସ୍ଥାନକୁ ନେଇ ଘଟିଥାଏ। ଯେତେବେଳେ ସୂର୍ଯ୍ୟ ଏବଂ ଚନ୍ଦ୍ର ମଝିରେ ପୃଥିବୀ ଆସିଥାଏ ଆଉ ଏମାନେ ଗୋଟିଏ ସରଳ ରେଖାରେ ରହିଥାନ୍ତି, ସେତେବେଳେ ପୃଥିବୀ ପୃଷ୍ଠରେ ଚନ୍ଦ୍ରଗ୍ରହଣ ଲାଗିଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ ଗ୍ରହ ଏବଂ ନକ୍ଷତ୍ରମାନଙ୍କ ଅବସ୍ଥାନରେ ବହୁତ ବଡ଼ ପରିବର୍ତ୍ତନ ହୋଇଥାଏ। ଦୀର୍ଘ ବର୍ଷ ପରେ କାର୍ତ୍ତିକ ପୂର୍ଣ୍ଣିମା ଦିନ ଏହି ମହାସଂଯୋଗ ଘଟୁଥିବାରୁ ରାଶିଚକ୍ରରେ ଥିବା 12 ଗୋଟି ରାଶିମାନଙ୍କ ମଧ୍ୟରୁ 8 ଗୋଟି ରାଶି ଉପରେ ଗ୍ରହଣର ଶୁଭଫଳ ପ୍ରାପ୍ତି ହେବ। ଏହା ବ୍ୟତୀତ ଅନ୍ୟ 4ଟି ରାଶି ଉପରେ ଗ୍ରହଣର କୁପ୍ରଭାବ ଅର୍ଥାତ୍ ଗ୍ରହଣର ଅଶୁଭ ଫଳ ପ୍ରାପ୍ତି ହେବ। ଭିଡ଼ିଓଟିକୁ ନିଶ୍ଚୟ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଶେଷରେ ଗ୍ରହଣ ଦର୍ଶନେ ଶୁଭାଶୁଭ ରାଶିଫଳ ବିଷୟରେ ଜାଣିପାରିବେ। ଏହା ବ୍ୟତୀତ ଚନ୍ଦ୍ରଗ୍ରହଣର ଗ୍ରାସ ସମୟସୀମା, ଗର୍ଭବତୀ ମହିଳାମାନେ କ'ଣ କରିବେ ଆଉ କ'ଣ ନ କରିବେ, ଦେବନୀତି ଓ ଅନ୍ନ ଭୋଜନ ନିଷେଧ ଏବଂ ଏହି ଗ୍ରହଣ କାର୍ତ୍ତିକ ପୂର୍ଣ୍ଣିମା ଦିନ ପଡ଼ୁଥିବାରୁ କେଉଁ ସମୟ ସୀମା ମଧ୍ୟରେ ଦେବନୀତି ବା ପୂଜାପାଠ କରିବେ, ସେହି ବିଷୟରେ ଏହି ଭିଡ଼ିଓ ମାଧ୍ୟମରେ ଜାଣିପାରିବେ। ଏହା ପୂର୍ବରୁ ଭିଡ଼ିଓକୁ ଗୋଟିଏ ଲାଇକ୍ କରନ୍ତୁ। ଆଉ ଆପଣମାନେ ଆମ ଚ୍ୟାନେଲରେ ନୂଆରେ ଆସିଥିଲେ ଏମିତି ନୂଆ ନୂଆ ଅପଡ଼େଟ୍ ପାଇବା ପାଇଁ ଚ୍ୟାନେଲଟିକୁ ନିଶ୍ଚୟ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓ ଭଲ ଲାଗିଲେ ନିଜ ସାଙ୍ଗମାନଙ୍କ ସହିତ ସେୟାର କରନ୍ତୁ। ତାହେଲେ ଜଲ୍ଦି ଭିଡ଼ିଓଟି ଆରମ୍ଭ କରିବା। ସାଧାରଣତଃ ଗ୍ରହଣ ଲାଗିବାର 9 ଘଣ୍ଟା ବା 3 ପ୍ରହର ପୂର୍ବରୁ ହାଣ୍ଡି ଛାଡ଼ କରାଯାଇଥାଏ। ଏହି ସମୟକୁ ସୂତକ ସମୟ ମଧ୍ୟ କୁହାଯାଇଥାଏ। ପ୍ରଥମେ ଆମେ ଗ୍ରହଣର ସମୟସୀମା ବିଷୟରେ ଜାଣିବା। ଏହି ଗ୍ରହଣର ସୂତକ ସମୟ 8 ନଭେମ୍ବର ମଙ୍ଗଳବାର ଦିନ ସକାଳ 8 ଘଣ୍ଟିକା 29 ମିନିଟରେ ଆରମ୍ଭ ହୋଇ ସନ୍ଧ୍ୟା 6 ଘଣ୍ଟିକା 19 ମିନିଟ ସମୟରେ ଶେଷ ହେବ। ଗ୍ରହଣର ସ୍ପର୍ଶ ସମୟ ହେଲା 2 ଘଣ୍ଟିକା 39 ମିନିଟ 14 ସେକେଣ୍ଡ ସମୟରେ ଗ୍ରହଣର ସ୍ପର୍ଶ ହେବ। ଏହି ସମୟରେ ଚନ୍ଦ୍ରମା ଉଇଁ ନଥିବା ହେତୁ ଗ୍ରହଣ ଅଦୃଶ୍ୟ ରହିଥିବ। ଚନ୍ଦ୍ରମା ଉଇଁବା ପରେ ଏହା ଦୃଶ୍ୟମାନ ହେବ। ଗ୍ରହଣର ମଧ୍ୟମ କାଳ ହେଲା 4 ଘଣ୍ଟିକା 28 ମିନିଟ 17 ସେକେଣ୍ଡ ସମୟରେ। ଗ୍ରହଣର ସର୍ବମୁଖ୍ୟ ସମୟ ହେଲା 6 ଘଣ୍ଟିକା 18 ମିନିଟ 47 ସେକେଣ୍ଡ ସମୟରେ। ଏହି ଗ୍ରହଣ ଲାଗିବା ସମୟରେ ଖାଦ୍ୟ ଗ୍ରହଣ କରିବା ପାଇଁ ସମ୍ପୂର୍ଣ୍ଣ ଭାବେ ବାରଣ କରାଯାଇଛି। କାରଣ ଏହି ସମୟସୀମା ମଧ୍ୟରେ ପେଟରେ କିଛି ଖାଦ୍ୟ ପଦାର୍ଥ ନ ରହିବା ହିଁ ଭଲ ହୋଇଥାଏ। ଜ୍ୟୋତିଷଶାସ୍ତ୍ର ଅନୁସାରେ ଗ୍ରହଣ ସମୟରେ ରନ୍ଧା ଯାଇଥିବା ଖାଦ୍ୟ ସମ୍ପୂର୍ଣ୍ଣ ଭାବେ ଅଶୁଦ୍ଧ ହୋଇଥାଏ। ସେହି ଖାଦ୍ୟକୁ ଗ୍ରହଣ କଲେ ଆମ ଶରୀର ଉପରେ ଗ୍ରହଣର ଯଥେଷ୍ଟ ପ୍ରଭାବ ପଡ଼ିଥାଏ। ଏହି ସମୟରେ କେବଳ ଶୁଖିଲା ଖାଦ୍ୟ କିମ୍ବା କଞ୍ଚା ଫଳମୂଳ ଖାଇପାରିବେ। ଗ୍ରହଣର ଆଦି ଅନ୍ତ ସମୟସୀମା ମଧ୍ୟରେ ଗର୍ଭବତୀ ମହିଳାମାନଙ୍କ ପାଇଁ ଅଶୁଭ ହେତୁ ସାବଧାନତା ଅବଲମ୍ବନ କରିବା ଉଚିତ। ଏହି ସମୟରେ ବାହାରକୁ ଜମାରୁ ବାହାରନ୍ତୁ ନାହିଁ। ଗ୍ରହଣକୁ କେବେ ହେଲେ ଦେଖନ୍ତୁ ନାହିଁ। କୌଣସି ଜିନିଷ କଟାକଟି ଏବଂ କପଡ଼ା ଆଦି ସିଲେଇ କରନ୍ତୁ ନାହିଁ। ଏମିତିକି ଚାଖୁ, ଛୁରୀ, ଧାରୁଆ ଜିନିଷ ଠାରୁ ସମ୍ପୂର୍ଣ୍ଣ ଭାବେ ଦୂରେଇ ରୁହନ୍ତୁ। ନଚେତ୍ ଏହାର କୁପ୍ରଭାବ ଗର୍ଭରେ ଥିବା ଶିଶୁ ସନ୍ତାନ ଉପରେ ସିଧାସଳଖ ଭାବେ ପଡ଼ିଥାଏ। ଏହା ବ୍ୟତୀତ ଗ୍ରହଣ ସମୟରେ କେବେ ହେଲେ କଳା ରଙ୍ଗର କପଡ଼ା ପରିଧାନ କରନ୍ତୁ ନାହିଁ। ଏହି ସମୟରେ କେବଳ ଆପଣ ଗୋଟିଏ ପାଣି ଥିବା ନଡ଼ିଆକୁ କୋଳରେ ଧରି ବସି ପଡ଼ନ୍ତୁ। ଏମିତି କରିବା ଦ୍ୱାରା ଯେଉଁ ବି ଗ୍ରହଣର କୁପ୍ରଭାବ ପଡ଼ିଥାଏ ତାକୁ ନଡ଼ିଆ ଶୋଷଣ କରିଥାଏ ଏବଂ ଗର୍ଭର ଶିଶୁ ସୁରକ୍ଷିତ ରହିଥାଏ। କୌଣସି ପ୍ରକାର କୁପ୍ରଭାବ ପଡ଼ିନଥାଏ। ଚନ୍ଦ୍ରଗ୍ରହଣ ସମୟରେ କୌଣସି ପ୍ରକାର ପୂଜାପାଠ ବା ଦେବନୀତି କରିବା ପାଇଁ ନିଷେଧ କରାଯାଇଛି। ଏହା କରିବା ଦ୍ୱାରା ପରିବାରରେ ପାରିବାରିକ ଅସନ୍ତୋଷ ଏବଂ ଅନିଷ୍ଟ ଲାଗି ରହିଥାଏ। ତେଣୁ ଠାକୁର ଘରକୁ ସମ୍ପୂର୍ଣ୍ଣ ରୂପେ ବନ୍ଦ କରିଦିଅନ୍ତୁ। ଏହି ସମୟରେ କେବଳ ଅନ୍ନଦାନ କରିବାକୁ ଶୁଭ ମନାଯାଇଥାଏ।
ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ରମାଙ୍କ ଠାରୁ ବାହାରୁଥିବା ରଶ୍ମି ବହୁତ କ୍ଷତିକାରକ ହୋଇଥାଏ। ଏଣୁ ଗୃହର ସବୁ ଝରକା କବାଟ ଆଦି ବନ୍ଦ କରି ରଖନ୍ତୁ। ଗ୍ରହଣ ସମୟରେ ବିବାହିତ ପୁରୁଷ ଏବଂ ମହିଳା ଶାରୀରିକ ସମ୍ପର୍କ ରଖନ୍ତୁ ନାହିଁ, ନଚେତ୍ ପରିବାର ଓ ସନ୍ତାନ ଉପରେ ଗ୍ରହଣର କୁପ୍ରଭାବ ଯଥେଷ୍ଟ ପରିମାଣରେ ପଡ଼ିଥାଏ। ଏହି ସମୟରେ ଗ୍ରହଣର ନକାରାତ୍ମକ ଶକ୍ତି ଅଧିକ ରହିଥିବାରୁ ଏହି ସବୁ କର୍ମ କରିବା ଉଚିତ ନୁହେଁ। ଗ୍ରହଣ ସମୟରେ କୌଣସି ବୃକ୍ଷକୁ ମଧ୍ୟ ସ୍ପର୍ଶ କରନ୍ତୁ ନାହିଁ। ଏହି ଚନ୍ଦ୍ରଗ୍ରହଣ ବୃଦ୍ଧ, ବାଳକ, ରୋଗୀଙ୍କ ପାଇଁ ପାଳନୀୟ ନୁହେଁ। କାର୍ତ୍ତିକ ପୂର୍ଣ୍ଣିମା ଦିନ ଏହି ଗ୍ରହଣ ପଡ଼ୁଥିବାରୁ ଗ୍ରହଣର ସୂତକ ସମୟ ପୂର୍ବରୁ ଅର୍ଥାତ୍ 8 ନଭେମ୍ବର ମଙ୍ଗଳବାର ଦିନ ସକାଳ 8:29 ପୂର୍ବରୁ କାର୍ତ୍ତିକ ବ୍ରତ ସମାପନ କରିବା ଉଚିତ। ଗ୍ରହଣ ସମୟରେ ଯେକୌଣସି ଦେବଦେବୀଙ୍କ ମନ୍ତ୍ର ଜପ କରନ୍ତୁ, ଅନେକ ପ୍ରକାର ଶୁଭଫଳ ମିଳିଥାଏ। ଗ୍ରହଣର ସର୍ବମୋକ୍ଷ ବା ସମାପ୍ତି ପରେ ସ୍ନାନ କରିବା ଏବଂ ପିନ୍ଧିଥିବା ଲୁଗାକୁ ଧୋଇଦେବା ଉଚିତ। ସ୍ନାନ ସାରି ଚନ୍ଦ୍ରଦେବଙ୍କୁ ପ୍ରଣାମ କରି ସର୍ବ ଦେବାଦେବୀଙ୍କ ପୂଜାପାଠ କରିବା ଉଚିତ। ଗୃହର ସବୁ ଜାଗାରେ ଗଙ୍ଗା ଜଳ ସିଞ୍ଚନ କରନ୍ତୁ, ଯାହାଦ୍ୱାରା ଗୃହ ପବିତ୍ର ଏବଂ ପରିବାରର ମଙ୍ଗଳ ହୋଇଥାଏ। ବର୍ତ୍ତମାନ ଗ୍ରହଣ ଦର୍ଶନେ ଶୁଭାଶୁଭ ରାଶିଫଳ ବିଷୟରେ ଜାଣିବା। ଗ୍ରହଣ ଦର୍ଶନେ ଶୁଭ ରାଶିଗୁଡ଼ିକ ହେଲା ମିଥୁନ, କର୍କଟ, କୁମ୍ଭ, ବିଛା, ମୀନ, ଧନୁ, ସିଂହ ଓ ତୁଳା। ଏହି 8 ଗୋଟି ରାଶି ଗ୍ରହଣ ଦର୍ଶନ ପରେ ଶୁଭଫଳ ପ୍ରାପ୍ତ ହୋଇଥାଏ। ଏହାପରେ ଜାଣିବା ଗ୍ରହଣ ଦର୍ଶନେ ଅଶୁଭ ରାଶିଗୁଡ଼ିକ ହେଲା ମେଷ, ବୃଷ, କନ୍ୟା ଓ ମକର। ଏହି 4 ଗୋଟି ରାଶି ଗ୍ରହଣ ଦର୍ଶନେ ଅଶୁଭ ଫଳ ପ୍ରାପ୍ତ ହୋଇଥାଏ। ଏହି 4 ଗୋଟି ରାଶି ଗ୍ରହଣର ନିୟମ ମାନି ଚଳିବା ଉଚିତ, ନଚେତ୍ ଅନେକ ପ୍ରକାର ରୋଗରେ ଆକ୍ରାନ୍ତ ହୋଇପାରନ୍ତି। ଆଶା କରୁଛି ଆପଣମାନେ ଏହି ଭିଡ଼ିଓ ମାଧ୍ୟମରେ ଗ୍ରହଣର ସବୁ ପ୍ରକାର ନିୟମ ପାଳନ ବିଷୟରେ ବୁଝି ଯାଇଥିବେ। ଭିଡ଼ିଓକୁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲନ୍ତୁ ନାହିଁ। ରହୁଛି, ନମସ୍କାର।